ବନ୍ଦୀର ବିରହ ବ୍ୟଥା। ଏ ବନ୍ଦୀର ବିରହ ବ୍ୟଥା ଲେଖିଛନ୍ତି ଉତ୍କଳମଣି ଗୋପବନ୍ଧୁ ଦାସ ଏବଂ ଏଇଠି 2 ମାର୍କିଆ 3 ମାର୍କିଆ ପ୍ରଶ୍ନ ଆମେ ଆଲୋଚନା କରିବା। ତେଣୁ ପ୍ରଥମ ପ୍ରଶ୍ନ, ବନ୍ଦୀର ବିରହ ବ୍ୟଥା କବିତା ଗୋପବନ୍ଧୁ କେଉଁ ଜେଲରେ ଥିଲାବେଳେ ଲେଖିଥିଲେ? ପିଲାମାନେ ଏଇଠି ଯେତେ ବି 2 ମାର୍କିଆ 3 ମାର୍କିଆ ପ୍ରଶ୍ନ ଦେଖିବେ ସେଥିରେ ଲେଖା ଓ ଲେଖକଙ୍କର ମାନେ ନାମ ଉଲ୍ଲେଖ ହେଲେ ମାନେ କରିପାରିଲେ ଲେଖିପାରିଲେ ତୁମକୁ ମାତ୍ର 1 ମାର୍କ ମିଳିବ। ଆଉ 2 ମାର୍କିଆରେ 1 ମାର୍କ ଏପଟେ ଗଲା, ଆଉ ଗୋଟେ ମାର୍କ ତୁମର କ'ଣ ମିଳିବ ନା ଉତ୍ତରରେ ମିଳିବ। ତେଣୁ ଉତ୍ତର କ'ଣ ହେବ ଦେଖିବା। ସବୁଥିରେ ସେମିତି ଲେଖିବ ବନ୍ଦୀର ବିରହ ବ୍ୟଥା କବିତା ଗୋପବନ୍ଧୁ ବିହାରର କ'ଣ ନା ହଜାରିବାଗ ଜେଲରେ ଥିଲାବେଳେ ରଚନା କରିଥିଲେ। ଗୋପବନ୍ଧୁ ଯେତେବେଳେ ବିହାର ମାନେ ବିହାର ଯେଉଁ ରାଜ୍ୟ ଅଛି ସେ ବିହାରର ହଜାରିବାଗ ଜେଲରେ ଥିଲାବେଳେ ରଚନା କରିଥିଲେ। ସୂର୍ଯ୍ୟଙ୍କର ବିଦାୟକାଳୀନ କ'ଣ ଅଛି? ସୂର୍ଯ୍ୟଙ୍କର ବିଦାୟକାଳୀନ ଦୃଶ୍ୟ କିପରି ଥିଲା? ନାଇଁ କି ବିଦାୟକାଳୀନ ଦୃଶ୍ୟ କିପରି ଥିଲା ନା ଉତ୍ତର ହେଉଛି ଏଇଠି ଯେ କ'ଣ ଅଛି ନା ସୂର୍ଯ୍ୟଙ୍କର ଅସ୍ତକାଳୀନ ଦୃଶ୍ୟକୁ ସୁନ୍ଦର ଭାବରେ ବର୍ଣ୍ଣନା କରିଛନ୍ତି। ସୂର୍ଯ୍ୟ ପଶ୍ଚିମ ଆକାଶରେ ଅସ୍ତ ଯିବା ବେଳେ ତାଙ୍କର ଲୋହିତ କିରଣ ଆକାଶରେ ନାନା ରଙ୍ଗର ଚାନ୍ଦୁଆ ଆଚ୍ଛାଦିତ କଲା ଭଳି ପ୍ରତୀୟମାନ ହେଉଥିଲା। ନେକ୍ସଟ ପ୍ରଶ୍ନ, ସନ୍ଧ୍ୟାକାଳୀନ କ'ଣ ଅଛି ପ୍ରଶ୍ନ ଆଉ ଥରେ ଦେଖିଦେବା। ସନ୍ଧ୍ୟାକାଳୀନ ତରୁଗିରିର ବିସ୍ତାରିତ ଛାୟାକୁ କବି କାହା ସହିତ ତୁଳନା କରିଛନ୍ତି? ଅସ୍ତଗାମୀ ସୂର୍ଯ୍ୟଙ୍କ କିରଣରେ ତରୁଲତା ଓ ପାହାଡ଼ ପର୍ବତର ଛାୟା ପ୍ରଲମ୍ବିତ ହୋଇଛି। କବି ଏହାକୁ ତରୁ ଓ ଗିରି ମୁଣ୍ଡ ନୁଆଇଁ ସୂର୍ଯ୍ୟଙ୍କୁ ପ୍ରଣିପାତ କରିବା ସହିତ ତୁଳନା କରିଛନ୍ତି। ନେକ୍ସଟ ପ୍ରଶ୍ନ, ଅଚିରେ ଫେରିବି ଧନୀ ନୁହଁ କାତର, କିଏ କାହାକୁ କହିଛନ୍ତି? ବହୁତ ଇମ୍ପୋର୍ଟାଣ୍ଟ ପ୍ରଶ୍ନ ନାଇଁ କି। ଗୋପବନ୍ଧୁ ଦାସଙ୍କ ରଚିତ ଏଇ ଯେଉଁ କବିତା ବନ୍ଦୀର ବିରହ ବ୍ୟଥାରୁ ଆନିତ। ଏଠାରେ ଅସ୍ତଗାମୀ ସୂର୍ଯ୍ୟ ନିଜର ପ୍ରଣିପ୍ରାୟ ବା ପ୍ରାଣପ୍ରିୟା ପୃଥିବୀକୁ ଏହା କହିଛନ୍ତି। ନାଇଁକି ଅସ୍ତଗାମୀ ସୂର୍ଯ୍ୟ ନିଜର ପ୍ରାଣପ୍ରିୟା ପୃଥିବୀକୁ ଏହା କହିଛନ୍ତି। ନେକ୍ସଟ ପ୍ରଶ୍ନ, ସନ୍ଧ୍ୟାର ଅନୁରାଗ କୁଆଡ଼େ ଗଲା? ସନ୍ଧ୍ୟାର ଅନୁରାଗ ରଙ୍ଗରେ ବିରହ ଦୁଃଖର କାଳିମା କିପରି ଥିଲା? ବିରହ ଦୁଃଖର କାଳିମା ସନ୍ଧ୍ୟାର ଅନୁରାଗ ରଙ୍ଗରେ ନାହିଁ ତ କ'ଣ ହେବ ନା ଉତ୍ତର ହେଉଛି ଯେ କ'ଣ ପ୍ରିୟଜନଙ୍କ ବିରହ ବେଦନାକୁ ସେ ଦାରୁଣ କଷଣ ବୋଲି ଅଭିହିତ କରିଛନ୍ତି। ଆଚ୍ଛା, ତ କବି ଗୋପବନ୍ଧୁ ଦାସ ପ୍ରିୟଜନଙ୍କ ବିରହ ଦୁଃଖରେ ମର୍ମାହତ ହୋଇଛନ୍ତି। ଦୁଃଖରେ ମର୍ମାହତ ହୋଇଛନ୍ତି ନାଇଁ କି। ପ୍ରିୟଜନଙ୍କ ଦୁଃଖରେ ମର୍ମାହତ ହୋଇଛନ୍ତି। କିନ୍ତୁ ତା ପୂର୍ବରୁ କ'ଣ ପ୍ରଶ୍ନ ଥିଲା ପିଲାମାନେ? ତ ଉତ୍ତର ହେଉଛି କେଉଁଟା ପ୍ରଶ୍ନଟା ଏପଟେ ପଳେଇଲା। ସନ୍ଧ୍ୟାର ଅନୁରାଗ ରଙ୍ଗରେ ବିରହ ଦୁଃଖର କାଳିମା କିପରି ଥିଲା? ନା ଅସ୍ତଗାମୀ ସୂର୍ଯ୍ୟ ପୂର୍ବ ଆକାଶରେ ଅନୁରାଗର ରଙ୍ଗ ବୋଳି ଦେଇଥିଲା ବେଳେ ବିଚ୍ଛେଦ ଜନିତ ଦୁଃଖର କାଳିମା ମଧ୍ୟ ବାରି ହୋଇପଡ଼ୁଥିଲା ନାଇଁ କି। ନେକ୍ସଟ ପ୍ରଶ୍ନ, ସନ୍ଧ୍ୟାକାଳୀନ ଦୃଶ୍ୟରୁ ଅନୁଭବୀ ବ୍ୟକ୍ତି କ'ଣ ଦେଖିପାରେ? ନାଇଁ କି କ'ଣ ଦେଖିପାରେ ଅନୁଭବୀ ବ୍ୟକ୍ତି? ନା ସୂର୍ଯ୍ୟ ଅସ୍ତ ଯାଉଥିଲା ବେଳେ ସେ ଉଭୟ ଆନନ୍ଦ ଓ ବିଷାଦର ଏକ ମିଶ୍ରିତ ରୂପେ ପ୍ରକଟ କରୁଥିଲେ, ଯାହାକୁ ଅନୁଭବୀ ବ୍ୟକ୍ତି କେବଳ ଦେଖିବାରେ ସମର୍ଥ। ନେକ୍ସଟ ପ୍ରଶ୍ନ, ପ୍ରିୟଜନର ବିରହ ଦୁଃଖ କବିଙ୍କୁ କିପରି ମନେ ହେଉଛି? ନା ପ୍ରିୟଜନଙ୍କ ବିରହ ବେଦନାକୁ ସେ ଦାରୁଣ କଷଣ ବୋଲି ଅଭିହିତ କରିଛନ୍ତି। ପ୍ରୀତି ପାଶରେ କିଏ ବନ୍ଧା ହୋଇଛନ୍ତି ବୋଲି କବି ଗୋପବନ୍ଧୁ କହିଛନ୍ତି। ନା ସମଗ୍ର ଜଗତର କି ଜଡ଼ କି ଜୀବ ସମସ୍ତେ ପ୍ରୀତି ପାଶରେ ବନ୍ଧା ବୋଲି ନାଇଁ ମତ ପୋଷଣ କରିଛନ୍ତି କବି। ନେକ୍ସଟ ପ୍ରଶ୍ନ, ସିପାହୀକୁ କବି କାହିଁକି ବନ୍ଦୀଶାଳାର ଦ୍ୱାରରେ ଚାବି ନ ଦେବା ପାଇଁ ଅନୁରୋଧ କରିଥିଲେ? କାହିଁକି ଅନୁରୋଧ କରିଥିଲେ? କାରଣ ସେ ସୂର୍ଯ୍ୟ ଏବଂ ପୃଥିବୀର ପ୍ରେମ ଓ ବିରହର ଭାବ ଉଦ୍ଦୀପକ ଦୃଶ୍ୟ ଉପଭୋଗ କରିବାକୁ ଚାହୁଁଥିଲେ। ନେକ୍ସଟ ପ୍ରଶ୍ନ, ପ୍ରଣୟର କି ବିଚିତ୍ର ବିଧାନ କବି ଉପଲବ୍ଧି କରିଛନ୍ତି? ନାଇଁକି ପ୍ରଣୟର କି ବିଚିତ୍ର ବିଧାନ? ପରମେଶ୍ୱର ଯେପରି ପ୍ରେମ ରୂପକ ଅମୃତ ମଣିଷ ପାଇଁ ଖଞ୍ଜିଛନ୍ତି
ସେହିପରି ବିରହ ରୂପକ ବିଷ ମଧ୍ୟ ଖଞ୍ଜି ଦେଇଛନ୍ତି। କବି ଏହାକୁ ଈଶ୍ୱରଙ୍କର ବିଚିତ୍ର ବିଧାନ ବୋଲି ଉଲ୍ଲେଖ କରିଛନ୍ତି। ନେକ୍ସଟ ପ୍ରଶ୍ନ, କବି ଗୋପବନ୍ଧୁଙ୍କର ମନ ପ୍ରାଣ କାହିଁକି ବିରହ ବିଷାଦରେ ଘାରୁଥିଲା? କାହିଁକି ଘାରୁଥିଲା? ନା ବନ୍ଦୀ ଜୀବନଯାପନ କରୁଥିବାରୁ କବି ବନ୍ଧୁ ପରିଜନ ଓ ସ୍ୱଦେଶ ମାଟିରୁ ନିର୍ବାସିତ ହୋଇ ଜୀବନ ନିର୍ବାହ କରୁଥିଲେ। ଏହା ତାଙ୍କ ମର୍ମାହତ କରିଥିଲା। ନେକ୍ସଟ ପ୍ରଶ୍ନ, ବିଶ୍ୱ ପ୍ରକୃତିରେ ସମାନ ହୃଦୟ ବେଦନା କବିଙ୍କ ଅନ୍ତରରେ କେଉଁ ଉପଲବ୍ଧି ଆଣିବ ବୋଲି କୁହାଯାଇଛି? ତେଣୁ ଗୋପବନ୍ଧୁ ଦାସଙ୍କ ରଚିତ ବନ୍ଦୀର ବିରହ କଥା ବିଶ୍ୱ ପ୍ରକୃତିରେ ପ୍ରେମ ଏବଂ ବିରହର ଦୃଶ୍ୟ ଅବଲୋକନ କଲେ କବିଙ୍କର ସନ୍ତାପିତ ହୃଦୟ ସାନ୍ତ୍ୱନା ଲାଭ କରିବ। ନେକ୍ସଟ ପ୍ରଶ୍ନ, 3 ମାର୍କିଆ ପ୍ରଶ୍ନ ପିଲାମାନେ ଦେଖିବା। ବନ୍ଦୀର ବିରହ କଥା କବିତାରେ ସୂର୍ଯ୍ୟାସ୍ତକାଳୀନ ପ୍ରକୃତିର ରୂପଚିତ୍ର ଉପସ୍ଥାପନ କର। ତ ସୂର୍ଯ୍ୟ ଦେବତାଙ୍କର ଅସ୍ତକାଳୀନ କିରଣ ଆକାଶର ନାନାବିଧ ବର୍ଣ୍ଣ ବିଭା ସୃଷ୍ଟି କରିଛି। ସତେ ଯେପରି ଆକାଶରେ କିଏ ରଙ୍ଗ ବେରଙ୍ଗ ଚାନ୍ଦୁଆଟି ବିଛାଇ ଦେଇଛି। ନୀଡ଼ ବାହୁଡ଼ା ପକ୍ଷୀମାନଙ୍କର କରୁଣ ରାଗିଣୀରେ ସର୍ବତ୍ର ମୁଖରିତ ହୋଇ ଉଠିଛି। ବୃକ୍ଷଲତା ପାହାଡ଼ ପର୍ବତର ପ୍ରସାରିତ ଛାୟା ଯେପରି ସୂର୍ଯ୍ୟ ଦେବତାଙ୍କୁ ପ୍ରଣାମ କରୁଥିବା ଭଳି ପ୍ରତୀୟମାନ ହେଉଛି। ତେଣୁ ସୂର୍ଯ୍ୟଙ୍କର ରକ୍ତିମ ଆଭାରେ ରଞ୍ଜିତ ହୋଇ ଉଠିଛି ପୃଥିବୀ। ଏହିପରି ଭାବରେ କବି ସାନ୍ଧ୍ୟ ପ୍ରକୃତିର ମନୋରମ ଦୃଶ୍ୟର ଅବତାରଣା କରିଛନ୍ତି। ନେକ୍ସଟ ପ୍ରଶ୍ନ, କବି ଗୋପବନ୍ଧୁ ସୌନ୍ଦର୍ଯ୍ୟର ବିଦାୟକୁ କିପରି ମାନବୀୟ ବିରହ ସହିତ ତୁଳନା କରିଛନ୍ତି? ତେଣୁ ଅସ୍ତଗାମୀ ସୂର୍ଯ୍ୟ ବିଦାୟ ନେଉଛି ପ୍ରାଣପ୍ରିୟା ପୃଥିବୀଠାରୁ। ସାଧାରଣ ମଣିଷ ପରି ସେ ଶୀଘ୍ର ଫେରିଆସିବେ ଓ ଦୁଃଖ ନ କରିବାକୁ ପୃଥିବୀକୁ ଆଶ୍ୱାସନା ଦେଇଛନ୍ତି। ଯଦିଓ ସୂର୍ଯ୍ୟ ହସ ହସ ମୁଖରେ ଏହା କରୁଛନ୍ତି, ତେବେ ତାଙ୍କ ମୁଖମଣ୍ଡଳରେ ବିରହଜନିତ କାରୁଣ୍ୟର କାଳିମା ସ୍ପଷ୍ଟ ପ୍ରତୀୟମାନ ହେଉଛି। ସୂର୍ଯ୍ୟ ଓ ପୃଥିବୀର ବିରହ ବ୍ୟଥାକୁ କବି ମାନବୀୟ ବିରହ ସହିତ ଚମତ୍କାର ଭାବରେ ତୁଳନା କରିଛନ୍ତି। ନେକ୍ସଟ ପ୍ରଶ୍ନ, ପ୍ରଣୟ ଓ ବିରହ ସମ୍ପର୍କରେ କବିଙ୍କର ଅଭିମତ ପଠିତ କବିତା ଅବଲମ୍ବନରେ ପ୍ରଦାନ କର। ପ୍ରଣୟ ଓ ବିରହ ସମ୍ପର୍କରେ ଦେଖିବା କ'ଣ ଲେଖିଛନ୍ତି ନା, ଏ ସଂସାରରେ ସମସ୍ତ ସଜୀବ ନିର୍ଜୀବ ସ୍ନେହ ପ୍ରେମ ବନ୍ଧନରେ ବନ୍ଧା। ନାଇଁକି ଯେତେବେଳେ ବିଚ୍ଛେଦ କାଳ ଉପସ୍ଥିତ ହୁଏ ସେତେବେଳେ ଏହା ମନୁଷ୍ୟ ହୃଦୟରେ ଗଭୀର ବେଦନା ଭରିଥାଏ। ଅତୀତର ମଧୁର ସ୍ମୃତି ତୁହାଇ ତୁହାଇ ମନେ ପଡ଼େ। ପ୍ରେମ ରୂପକ ଅମୃତରେ ମିଶିଯାଏ ବିରହ ରୂପକ ବିଷ। ମନୁଷ୍ୟ ହୃଦୟକୁ ଏହା ଦୁଃଖାଭିଭୂତ କରିଥାଏ। ଆଚ୍ଛା, ଯମଦୂତ ବୋଲି କବି କାହାକୁ କହିଛନ୍ତି ଆଉ କାହିଁକି? ଯମଦୂତ ବୋଲି କବି କାହାକୁ କହିଛନ୍ତି କାହିଁକି? ନା ଆସନ୍ନ ସନ୍ଧ୍ୟା କବି ଚାହୁଁଛନ୍ତି କିଛି ସମୟ କାରା ପ୍ରାଙ୍ଗଣରେ ବୁଲି ସାନ୍ଧ୍ୟ ପ୍ରକୃତିର ମନୋରମ ଦୃଶ୍ୟ ଉପଭୋଗ କରିବା ପାଇଁ। କିନ୍ତୁ ନିଷ୍ଠୁର ସିପାହୀ ତାଙ୍କୁ କାରାଗୃହ ମଧ୍ୟରେ ପ୍ରବେଶ କରିବା ପାଇଁ ବାଧ୍ୟ କରିଛି। ତେଣୁ କବି ନିଷ୍ଠୁର ସିପାହୀକୁ ଯମଦୂତ ସହ ତୁଳନା କରିଛନ୍ତି। ନାଇଁକି ପିଲାମାନେ ଏତିକି କରିଦିଅ। 2 ମାର୍କ 3 ମାର୍କିଆ ତୁମର ପଡ଼ିବ ପ୍ରଶ୍ନ। ଥ୍ୟାଙ୍କ ୟୁ ଭେରି ମଚ୍। ରହିଲି। ବନ୍ଦେ ଉତ୍କଳ ଜନନୀ।